स्वागत शिक्षा 24/7 ओडिया एजुकेशन चैनल को आज डिस्कस करिबा डेज एंड थीम। आजिर प्रथम प्रश्न, व्हेन इज प्रवासी भारतीय दिवस सेलिब्रेटेड एवरी ईयर? प्रतिवर्ष प्रवासी भारतीय दिवस केबे पालन करा जाए? एहार सठिक उत्तरटी हेउछि ऑप्शन ए 9 जनवरी प्रतिवर्ष प्रवासी भारतीय दिवस रूपे पालन करा जाए। प्रवासी भारतीय दिवस 9 ଜାନୁଆରୀ 9 ଜାନୁଆରୀ 1915 ମସିହାରେ ମହାତ୍ମା ଗାନ୍ଧୀ କୋଉଠୁ ରିଟର୍ନ କରିଥିଲେ? ସାଉଥ ଆଫ୍ରିକାରୁ। ଥିମ୍ 2025ର ରହିଛି ଡିଆସ୍ପୋରା କଣ୍ଟ୍ରିବ୍ୟୁସନ୍ ଟୁ ଏ ବିକଶିତ ଭାରତ। ପରବର୍ତ୍ତୀ ପ୍ରଶ୍ନ, ପରାକ୍ରମ ଦିବସ is celebrated on the birth anniversary of which freedom fighter? କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ବାର୍ଷିକୀରେ ପରାକ୍ରମ ଦିବସ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପରାକ୍ରମ ଦିବସ ରୂପେ ପାଳନ କରାଯାଏ। ପରାକ୍ରମ ଦିବସ 23 ଜାନୁଆରୀ 2025ରେ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ। ପ୍ରତିବର୍ଷ 23 ଜାନୁଆରୀରେ ପରାକ୍ରମ ଦିବସ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, which date has the UNGA declared as World Meditation Day? UNGA କେଉଁ ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଡିସେମ୍ବର 21 ତାରିଖ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିଛି। ସ୍ପନ୍ସର ବାय ଇଣ୍ଡିଆ ଆଣ୍ଡ ଅଦର କଣ୍ଟ୍ରିଜ। ଥିମ୍ 2024ର କ'ଣ ଥିଲା? ମେଡିଟେସନ୍ ଫର୍ ଗ୍ଲୋବାଲ ପିସ୍ ଆଣ୍ଡ ହାରମୋନି। ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୋଗା ଅବଜର୍ଭ ଅନ୍ ଜୁନ୍ 21 ତାରିଖରେ ଇଣ୍ଟରନ୍ୟାସନାଲ ୟୋଗା ଡେ ଅବଜର୍ଭ ବା ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, when is world ବ୍ରେଲି ଡେ annually observed? ବାର୍ଷିକ ବିଶ୍ୱ ବ୍ରେଲି ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ଜାନୁଆରୀ 4 ତାରିଖରେ ବିଶ୍ୱ ବ୍ରେଲି ଦିବସ ଭାବରେ ପାଳନ କରାଯାଏ। celebrated on the birth anniversary of ଲୁଇସ୍ ବ୍ରେଲି, ଯିଏକି ବ୍ରେଲି ସିଷ୍ଟମ ଇନଭେଣ୍ଟେଡ୍ କରିଥିଲେ। କାହାର ଜନ୍ମଦିନରେ ବ୍ରେଲି ଦିବସ ପାଳନ କରାଯାଏ? ଲୁଇସ୍ ବ୍ରେଲି। ପରବର୍ତ୍ତୀ ପ୍ରଶ୍ନ, when is national youth day celebrated every year? ପ୍ରତିବର୍ଷ ଜାତୀୟ ଯୁବ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଜାନୁଆରୀ 12 ତାରିଖରେ ପ୍ରତିବର୍ଷ ଜାତୀୟ ଯୁବ ଦିବସ ପାଳନ କରାଯାଏ। celebrated on the birth anniversary of ସ୍ୱାମୀ ବିବେକାନନ୍ଦ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ। ପ୍ରତିବର୍ଷ 12 ଜାନୁଆରୀରେ ଏହା ପାଳନ କରାଯାଏ। 2025ର ଥିମ୍ କ'ଣ ରହିଛି? ସେଲିବ୍ରେଟିଂ ଦ ପାୱାର ଅଫ୍ ୟୁଥ୍। ସ୍ୱାମୀ ବିବେକାନନ୍ଦ ଇଣ୍ଡିଆନ ଫିଲୋସଫର ଥିଲେ। He introduced Hinduism at Parliament of the World Religions in Chicago 1893। ପରବର୍ତ୍ତୀ ପ୍ରଶ୍ନ,
When is National Startup Day celebrated every year? ପ୍ରତିବର୍ଷ ଜାତୀୟ ଷ୍ଟାର୍ଟଅପ୍ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଜାନୁଆରୀ 16 ତାରିଖକୁ ପ୍ରତିବର୍ଷ ଜାତୀୟ ଷ୍ଟାର୍ଟଅପ୍ ଦିବସ ରୂପେ ପାଳନ କରାଯାଏ। 16 ଜାନୁଆରୀ 2016 ଷ୍ଟାର୍ଟଅପ୍ ଇଣ୍ଡିଆ ୱାଜ୍ ଲଞ୍ଚଡ୍। କେବେ ଲଞ୍ଚ କରାଯାଇଥିଲା? 16 ଜାନୁଆରୀ 2016 ମସିହାରେ ଷ୍ଟାର୍ଟଅପ୍ ଇଣ୍ଡିଆ ଲଞ୍ଚ କରାଯାଇଥିଲା। ଆନାଉନ୍ସ କିଏ କରିଥିଲେ? ପିଏମ୍ ମୋଦି 2022 ମସିହାରେ ଆନାଉନ୍ସ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ହୁ ଇଜ୍ ଦ ଚିଫ୍ ଗେଷ୍ଟ ଅଫ୍ ରିପବ୍ଲିକ୍ ଡେ 2025? ଗଣତନ୍ତ୍ର ଦିବସ 2025ର ମୁଖ୍ୟ ଅତିଥି କିଏ ଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ପ୍ରାବୋଆ ସବିଆଣ୍ଟୋ। ପ୍ରାବୋଆ ସବିଆଣ୍ଟୋ 2025 ରିପବ୍ଲିକ୍ ଡେର ମୁଖ୍ୟ ଅତିଥି ଥିଲେ। 76ତମ ରିପବ୍ଲିକ୍ ଡେ ଚିଫ୍ ଗେଷ୍ଟ କିଏ ଥିଲେ? ପ୍ରାବୋଆ ସୋବିଆଣ୍ଟୋ, ପ୍ରେସିଡେଣ୍ଟ ଅଫ୍ କୋଉଠିର ପ୍ରେସିଡେଣ୍ଟ? ଇଣ୍ଡୋନେସିଆର। ଥିମ୍ ରହିଛି ସ୍ୱର୍ଣ୍ଣିମ ଭାରତ, ବିରାସତ ଓର ବିକାଶ। ରିପବ୍ଲିକ୍ ଡେ ପ୍ରତିବର୍ଷ ଜାନୁଆରୀ 26 ତାରିଖ ଦିନ ଅବଜର୍ଭ କରାଯାଏ। 26 ଜାନୁଆରୀ 1950 ମସିହାରେ କନଷ୍ଟିଚ୍ୟୁସନ୍ came into effect। ପରବର୍ତ୍ତୀ ପ୍ରଶ୍ନ, when is Indian Army Day celebrated every year? ପ୍ରତିବର୍ଷ ଭାରତୀୟ ସେନା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଜାନୁଆରୀ 15 ତାରିଖରେ ପ୍ରତିବର୍ଷ ଭାରତୀୟ ସେନା ଦିବସ ବା ଇଣ୍ଡିଆନ୍ ଆର୍ମି ଡେ ଭାବରେ ପାଳନ କରାଯାଏ। ଥିମ୍ ରହିଛି 2025ର ସମର୍ଥ ଭାରତ ସକ୍ଷମ ସେନା। ଷ୍ଟାବ୍ଲିଶ୍ଡ ହେଇଥିଲା 1 ଏପ୍ରିଲ 1895 ଅଣ୍ଡର ବ୍ରିଟିଶ ରୁଲ ସମୟରେ ଏହା ଷ୍ଟାବ୍ଲିଶ ହେଇଥିଲା। ଇଣ୍ଡିଆନ୍ ଏୟାରଫୋର୍ସ ଡେ 8 ଅକ୍ଟୋବରରେ ପାଳନ କରାଯାଏ। ଇଣ୍ଡିଆନ୍ ନେଭି 4 ଡିସେମ୍ବରରେ ଏହା ପାଳନ କରାଯାଏ। ଫାର୍ଷ୍ଟ ଇଣ୍ଡିଆନ୍ ହେଡ୍ ଫୋର୍ସ କିଏ ଥିଲେ? ଲେଫ୍ଟନାଣ୍ଟ ଜେନେରାଲ KM କାରିୟାପ୍ପା। ପରବର୍ତ୍ତୀ ପ୍ରଶ୍ନ, when is National Voters Day is celebrated every year? କେଉଁ ଦିନ ଭାରତୀୟ ଜାତୀୟ ଭୋଟର ଦିବସ ପ୍ରତିବର୍ଷ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, 25 ଜାନୁଆରୀ ପ୍ରତିବର୍ଷ ଜାତୀୟ ଭୋଟର ଦିବସ ରୂପେ ପାଳନ କରାଯାଏ। 2025ର ଥିମ୍ ରହିଛି ନଥିଂ ଲାଇକ୍ ଭୋଟିଂ, ଆଇ ଭୋଟ୍ ଫର୍ ସିଓର। ଇଲେକ୍ସନ କମିଶନ କନଷ୍ଟିଚ୍ୟୁସନ୍ ବଡି ଆର୍ଟିକଲ 324 ଷ୍ଟାବ୍ଲିଶ ହେଇଥିଲା 25 ଜାନୁଆରୀ 1950 ମସିହାରେ। କମ୍ପୋଜିସନ୍ ପ୍ରି ଇଲେକ୍ସନ କମିଶନର ଆପଏଣ୍ଟେଡ୍ ବାୟ ପ୍ରେସିଡେଣ୍ଟ ଦ୍ୱାରା ଆପଏଣ୍ଟେଡ୍ କରାଯାଏ ଇଲେକ୍ସନ କମିଶନର। ଟେନ୍ୟୁର ରହିଛି 6 ବର୍ଷ। ପରବର୍ତ୍ତୀ ପ୍ରଶ୍ନ, when was World Leprosy Day celebrated in 2025? 2025 ମସିହାରେ ବିଶ୍ୱ କୁଷ୍ଠ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଜାନୁଆରୀ 31 ତାରିଖରେ ପ୍ରତିବର୍ଷ ୱାର୍ଲଡ ଲେପ୍ରୋସି ଡେ ବା ବିଶ୍ୱ କୁଷ୍ଠ ଦିବସ ପାଳନ କରାଯାଏ। ୱାର୍ଲଡ ଲେପ୍ରୋସି ଡେ ଲାଷ୍ଟ ସଣ୍ଡେ ଅଫ୍ ଜାନୁଆରୀ। 2025ର ଥିମ୍ ରହିଛି ୟୁନିଟ୍ ଆକ୍ଟ ଏଲିମିନେଟ୍। ପରବର୍ତ୍ତୀ ପ୍ରଶ୍ନ,
When is World AIDS Day observed every year? ପ୍ରତିବର୍ଷ ବିଶ୍ୱ ଏଡ୍ସ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 1 ଡିସେମ୍ବରରେ ପ୍ରତିବର୍ଷ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଏ। ୱାର୍ଲଡ ଏଡ୍ସ ଡେ 1 ଡିସେମ୍ବରରେ ପାଳନ କରାଯାଏ। ଥିମ୍ 2024ର କ'ଣ ରହିଛି? ଟେକ୍ ଦ ରାଇଟ୍ ପାଥ୍, ମାଇ ହେଲ୍ଥ ମାଇ ରାଇଟ୍। ନ୍ୟାସନାଲ ଫାର୍ମର ଡେ 23 ଡିସେମ୍ବରରେ ପାଳନ କରାଯାଏ। ଦ ବାର୍ଥ ଆନିଭର୍ସରୀ ଅଫ୍ ଚୌଧୁରୀ ଚରଣ ସିଂ। ଚୌଧୁରୀ ଚରଣ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ନ୍ୟାସନାଲ ଫାର୍ମର ଡେ 23 ଡିସେମ୍ବରରେ ପାଳନ କରାଯାଏ। ନ୍ୟାସନାଲ କନଜ୍ୟୁମର ରାଇଟ୍ ଡେ 24 ଡିସେମ୍ବରରେ ପାଳନ କରାଯାଏ। ଗୁଡ୍ ଗଭର୍ନାନ୍ସ ଡେ 25 ଡିସେମ୍ବର ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ଅଟଳ ବିହାରୀ ବାଜପେୟୀ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗୁଡ୍ ଗଭର୍ନାନ୍ସ ଡେ ରୂପେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, When is National Unity Day celebrated every year? ପ୍ରତିବର୍ଷ ଜାତୀୟ ଏକତା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 31 ଅକ୍ଟୋବରରେ ପ୍ରତିବର୍ଷ ଜାତୀୟ ଏକତା ଦିବସ ବା ନ୍ୟାସନାଲ ୟୁନିଟି ଡେ ରୂପେ ପାଳନ କରାଯାଏ। ନ୍ୟାସନାଲ ୟୁନିଟି ଡେ ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ ନ୍ୟାସନାଲ ୟୁନିଟି ଡେ ପାଳନ କରାଯାଏ। ସର୍ଦ୍ଦାର ପଟେଲ ଇଣ୍ଡିଆ ଫାର୍ଷ୍ଟ ହୋମ୍ ମିନିଷ୍ଟର, ତାକୁ କ'ଣ କୁହାଯାଏ? ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଅଫ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଲୋକେସନ୍ ରହିଛି କେବାଡ଼ିଆ, ଗୁଜରାଟରେ ତାଙ୍କର ଷ୍ଟାଚ୍ୟୁ ଅଛି। ପଟେଲ ୱାର୍ଲଡ ଟଲେଷ୍ଟ ଷ୍ଟାଚ୍ୟୁ। ସର୍ଦ୍ଦାର ବଲ୍ଲଭଭାଇଙ୍କ ଷ୍ଟାଚ୍ୟୁ ରହିଛି କୋଉଠି? କେବାଡ଼ିଆ, ଗୁଜରାଟ ଠାରେ। ପରବର୍ତ୍ତୀ ପ୍ରଶ୍ନ, ଅନ୍ ହୁଇଜ୍ ବାର୍ଥଡେ ଜନଜାତୀୟ ଗୌରବ ଦିବସ ଇଜ୍ ସେଲିବ୍ରେଟେଡ୍? କାହାର ଜନ୍ମଦିନ ଆଦିବାସୀ ଗୌରବ ଦିବସ ରୂପେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ଗୌରବ ଦିବସ ରୂପେ ପାଳନ କରାଯାଏ। ଜନଜାତୀୟ ଗୌରବ ଦିବସ ଟ୍ରାଇବାଲ ପ୍ରାଇଡ୍ ଡେ ସେଲିବ୍ରେଟ୍ କେବେ କରାଯାଏ? 15 ନଭେମ୍ବରରେ ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ବିର୍ସା ମୁଣ୍ଡା। ପରବର୍ତ୍ତୀ ପ୍ରଶ୍ନ, When is Constitution Day of India celebrated every year? ପ୍ରତିବର୍ଷ ଭାରତୀୟ ସମ୍ବିଧାନ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ନଭେମ୍ବର 26 ତାରିଖରେ ପ୍ରତିବର୍ଷ ଭାରତୀୟ ସମ୍ବିଧାନ ଦିବସ ବା କନଷ୍ଟିଚ୍ୟୁସନ ଡେ ଅଫ୍ ଇଣ୍ଡିଆ ରୂପେ ପାଳନ କରାଯାଏ। କନଷ୍ଟିଚ୍ୟୁସନ ଡେ ଅଫ୍ ଇଣ୍ଡିଆ 26 ନଭେମ୍ବର 1949 ମସିହା। ଆଡପ୍ଟେଡ୍ ଇଣ୍ଡିଆନ୍ କନଷ୍ଟିଚ୍ୟୁସନ୍ came into effect 26 ଜାନୁଆରୀ 1950ରୁ କନଷ୍ଟିଚ୍ୟୁସନ ଡେ ଅଫ୍ ଇଣ୍ଡିଆ ରୂପେ ପାଳନ କରାଯାଏ। ଡ୍ରାଫ୍ଟିଂ କମିଟିରେ କିଏ କିଏ ଥିଲେ? ଚେୟାରମ୍ୟାନ୍ B.R. ଆମ୍ବେଦକର, ଚେୟାରମ୍ୟାନ୍ ଅଫ୍ କନଷ୍ଟିଚ୍ୟୁସନ ଆସେମ୍ବଲି ରାଜେନ୍ଦ୍ର ପ୍ରସାଦ। ପରବର୍ତ୍ତୀ ପ୍ରଶ୍ନ, When is Indian Air Force Day celebrated every year? ପ୍ରତିବର୍ଷ ଭାରତୀୟ ବାୟୁସେନା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଅକ୍ଟୋବର 8 ତାରିଖରେ ପ୍ରତିବର୍ଷ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଥିମ୍ 2024ର କ'ଣ ରହିଛି? ଭାରତୀୟ ବାୟୁସେନା ସକ୍ଷମ, ସଶକ୍ତ, ଆତ୍ମନିର୍ଭର
বা পেশেন্ট ପାୱାରଫୁଲ ଆଣ୍ଡ ସେଲ୍ଫ ରିଲିଆଣ୍ଟ ଇଣ୍ଡିଆନ୍ ଏୟାର ଫୋର୍ସ ଷ୍ଟାବ୍ଲିଶ ହେଇଥିଲା ଅକ୍ଟୋବର 8 1932 ମସିହାରେ। ଇଣ୍ଡିଆନ୍ ଆର୍ମି ଡେ 15 ଜାନୁଆରୀରେ ପାଳନ କରାଯାଏ। ଇଣ୍ଡିଆନ୍ ନେଭି ଡେ 4 ଡିସେମ୍ବରରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, When is World Polio Day celebrated every year? ପ୍ରତିବର୍ଷ ବିଶ୍ୱ ପୋଲିଓ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଅକ୍ଟୋବର 24 ତାରିଖରେ ପ୍ରତିବର୍ଷ ବିଶ୍ୱ ପୋଲିଓ ଦିବସ ରୂପେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, When is World Rabies Day celebrated every year? ପ୍ରତିବର୍ଷ ବିଶ୍ୱ ରାବିଜ୍ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, 28 ସେପ୍ଟେମ୍ବରରେ ପ୍ରତିବର୍ଷ ବିଶ୍ୱ ରାବିଜ୍ ଦିବସ ପାଳନ କରାଯାଏ। 2024ର ଥିମ୍ ରହିଛି ବ୍ରେକିଂ ରାବିଜ୍ ବାଉଣ୍ଡ୍ରିଜ୍। ୱାର୍ଲଡ ରେଡିଓଲୋଜି ଡେ 8 ନଭେମ୍ବରରେ ପାଳନ କରାଯାଏ। ଥିମ୍ ରହିଛି 2024ର କ'ଣ? ରେଡିଓଗ୍ରାଫର ସିଂ ଦ ଅନସିନ୍, ଏକ୍ସ-ରେ ଡିସ୍କଭର ବାୟ ୱିଲହମ୍ କନରାଡ୍ ରଙ୍ଗଜେନ୍ 1895 ମସିହାରେ ଡିସ୍କଭର କରିଥିଲେ। ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ 7 ନଭେମ୍ବରରେ ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ ପାଳନ କରାଯାଏ। ନ୍ୟାସନାଲ ଏଜୁକେସନ ଡେ 11 ନଭେମ୍ବରରେ ପାଳନ କରାଯାଏ। ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ମୌଲାନା ଅବୁଲ କାଲାମ ଆଜାଦ, ଫାର୍ଷ୍ଟ ଏଜୁକେସନ ମିନିଷ୍ଟର ଅଫ୍ ଇଣ୍ଡିଆ, ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ ଥିଲେ? ମୌଲାନା ଅବୁଲ କାଲାମ ଆଜାଦ। ତାଙ୍କ ଜନ୍ମବାର୍ଷିକୀରେ ନ୍ୟାସନାଲ ଏଜୁକେସନ ଡେ 11 ନଭେମ୍ବରରେ ପାଳନ କରାଯାଏ। ୱାର୍ଲଡ ସୁନାମି ଡେ 12 ନଭେମ୍ବରରେ ପାଳନ କରାଯାଏ। ଥିମ୍ ରହିଛି 2024ର ଏଭ୍ରି ବାର୍ଥ କାଉଣ୍ଟ, ଷ୍ଟପ୍ ସୁନାମି ଇନ୍ ଦ ଟ୍ରାକ୍। ପରବର୍ତ୍ତୀ ପ୍ରଶ୍ନ, When is International Day of Non-Violence observed? ଆନ୍ତର୍ଜାତୀୟ ଅହିଂସା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଅକ୍ଟୋବର 4 ତାରିଖରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, When is World Students Day celebrated every year? ପ୍ରତିବର୍ଷ ବିଶ୍ୱ ଛାତ୍ର ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଅକ୍ଟୋବର 17 ତାରିଖରେ ପ୍ରତିବର୍ଷ ବିଶ୍ୱ ଛାତ୍ର ଦିବସ ବା ୱାର୍ଲଡ ଷ୍ଟୁଡେଣ୍ଟ ଡେ ପାଳନ କରାଯାଏ। ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ଜନ୍ମବାର୍ଷିକୀରେ ୱାର୍ଲଡ ଷ୍ଟୁଡେଣ୍ଟ ଡେ ସେଲିବ୍ରେଟେଡ୍ କରାଯାଏ। ଡକ୍ଟର ଏପିଜେ ଅବଦୁଲ କାଲାମ ଇଣ୍ଡିଆନ ଏୟାର ସ୍ପେସ୍ ସାଇଣ୍ଟିଷ୍ଟ, ମିସାଇଲ ମ୍ୟାନ୍ ଅଫ୍ ଦ ଇଣ୍ଡିଆ, ମିସାଇଲ ମ୍ୟାନ୍ ଅଫ୍ ଦ ଇଣ୍ଡିଆ ଭାବରେ ମଧ୍ୟ ନାମିତ କରାଯାଇଛି। କାହାକୁ? ଏପିଜେ ଅବଦୁଲ କାଲାମ। ଭାରତର 11ତମ ପ୍ରେସିଡେଣ୍ଟ ଥିଲେ ଏପିଜେ ଅବଦୁଲ କାଲାମ। ଭାରତ ରତ୍ନ କେବେ ପାଇଥିଲେ? 1997 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, When is National Engineers Day celebrated every year? ପ୍ରତିବର୍ଷ ଇଞ୍ଜିନିୟର ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ସେପ୍ଟେମ୍ବର 15 ତାରିଖରେ ପ୍ରତିବର୍ଷ ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଏ। ନ୍ୟାସନାଲ ଇଞ୍ଜିନିୟର୍ସ ଡେ 15 ସେପ୍ଟେମ୍ବରରେ ପାଳନ କରାଯାଏ। ଅନ୍ ଦ ବାର୍ଥ ଆନିଭର୍ସରୀ ଅଫ୍ ଶ୍ରୀ ମୁକ୍ସାଗୁନ୍ଦମ, ଇଣ୍ଡିଆନ ସିଭିଲ ଇଞ୍ଜିନିୟର ଆୱାର୍ଡ ଭାରତ ରତ୍ନ 1955 ମସିହାରେ ପାଇଥିଲେ। 2024ର ଥିମ୍ ରହିଛି ଇନୋଭେଟିଂ ଫର୍ ଏ ସଷ୍ଟେନେବଲ ଫ୍ୟୁଚର।
ପରବର୍ତ୍ତୀ ପ୍ରଶ୍ନ When is Teachers Day celebrated every year? ପ୍ରତିବର୍ଷ ଶିକ୍ଷକ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 5 ସେପ୍ଟେମ୍ବରରେ ପ୍ରତିବର୍ଷ ଶିକ୍ଷକ ଦିବସ ବା ଟିଚର୍ସ ଡେ ପାଳନ କରାଯାଏ। Teachers Day ସେପ୍ଟେମ୍ବର 15 ପାଳନ କରାଯାଏ। On the birth anniversary of Dr. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀରେ ଟିଚର୍ସ ଡେ ରୂପେ ପାଳନ କରାଯାଏ। ଭାରତର ଭାଇସ୍ ପ୍ରେସିଡେଣ୍ଟ ଏବଂ ସେକେଣ୍ଡ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ହେଉଛନ୍ତି କିଏ? ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। 2024ର ଥିମ୍ ରହିଛି ଏମ୍ପାୱାରିଂ ଏଜୁକେଟର ଫର୍ ଏ ସଷ୍ଟେନେବଲ୍ ଫ୍ୟୁଚର। ପରବର୍ତ୍ତୀ ପ୍ରଶ୍ନ When is World Rhino Day celebrated? ବିଶ୍ୱ ଗଣ୍ଡା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ସେପ୍ଟେମ୍ବର 22 ତାରିଖରେ ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଏ। Rhinos, there are 5 species: Black Africa, White Africa, Greater One Horned, Sumatran, Javan, Asia, Kaziranga National Park, Assam, Greater One Horned Rhinos। ହାଇଦ୍ରାବାଦ ଲିବରେସନ୍ ଡେ 17 ସେପ୍ଟେମ୍ବରରେ ପାଳନ କରାଯାଏ। ଅଣ୍ଡର ଅପରେସନ୍ ପୋଲୋ ସେପ୍ଟେମ୍ବର 17, 1948 ମସିହାରେ ପାଳନ କରାଯାଏ। ନିଜାମ ରୁଲ୍ ହାଇଦ୍ରାବାଦ ଷ୍ଟେଟ୍ ବିକମ୍ ପାର୍ଟ ଅଫ୍ ଇଣ୍ଡିଆ। ଇଣ୍ଟରନ୍ୟାସନାଲ ଡେ ଅଫ୍ ପିସ୍ 21 ସେପ୍ଟେମ୍ବରରେ ପାଳନ କରାଯାଏ। ଥିମ୍ ରହିଛି 2024ର କଲ୍ଟିଭେଟିଂ ଏ କଲଚର ଅଫ୍ ପିସ୍। ୱାର୍ଲଡ ଆଲଜେମିୟର ଡେ 21 ସେପ୍ଟେମ୍ବରରେ ପାଳନ କରାଯାଏ। ନ୍ୟାସନାଲ ସ୍ପୋର୍ଟସ ଡେ 29 ଅଗଷ୍ଟରେ ପାଳନ କରାଯାଏ। ସେଲିବ୍ରେଟେଡ ଅନ୍ ଦ ଅନର ଅଫ୍ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ନ୍ୟାସନାଲ ସ୍ପୋର୍ଟସ ଡେ ପାଳନ କରାଯାଏ। ହିନ୍ଦୀ ଦିବସ ସେପ୍ଟେମ୍ବର 14 ତାରିଖରେ ପାଳନ କରାଯାଏ। ଇଣ୍ଟରନ୍ୟାସନାଲ ଡେ ଅଫ୍ ଡେମୋକ୍ରାସି 15 ସେପ୍ଟେମ୍ବରରେ ପାଳନ କରାଯାଏ। ଥିମ୍ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜ୍ ଏ ଟୁଲ୍ ଫର୍ ଗୁଡ୍ ଗଭର୍ନାନ୍ସ। ପରବର୍ତ୍ତୀ ପ୍ରଶ୍ନ When is ନ୍ୟାସନାଲ ସ୍ପେସ୍ ଡେ ସେଲିବ୍ରେଟେଡ୍ ଏଭ୍ରି ଇୟର? ପ୍ରତିବର୍ଷ ଜାତୀୟ ମହାକାଶ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଅଗଷ୍ଟ 23ରେ ପ୍ରତିବର୍ଷ ନ୍ୟାସନାଲ ସ୍ପେସ୍ ଡେ ବା ଜାତୀୟ ମହାକାଶ ଦିବସ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ What is the theme of India's 78th Independence Day celebration? ଭାରତର 78ତମ ସ୍ୱାଧୀନତା ଦିବସ ପାଳନର ବିଷୟବସ୍ତୁ କ'ଣ ଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ୟୁନିଟି ଇନ୍ ଡାଇଭର୍ସିଟି। 78th ଇଣ୍ଡିପେଣ୍ଡେନ୍ସ ଡେ ଅଫ୍ ଇଣ୍ଡିଆ ଡେଟ୍ ରହିଛି 15 ଅଗଷ୍ଟ 2024। ଥିମ୍ କ'ଣ? ବିକଶିତ ଭାରତ ବା ଡେଭଲପ ଇଣ୍ଡିଆ। ଫ୍ଲାଗ ହୋଷ୍ଟେଡ ରେଡ୍ ଫୋର୍ଟରେ ଫ୍ଲାଗ ହୋଷ୍ଟେଡ ହେଇଥିଲା। ରେଡ୍ ଫୋର୍ଟ କିଏ? ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିଥିଲେ। କେତେ ଥର? 11 ଥର। ମୋଷ୍ଟ 17 ଟାଇମ୍ କିଏ କରିଥିଲେ? ଜବାହରଲାଲ ନେହେରୁ। ପିଏମ୍ ମୋଦି ସ୍ପିଚ୍ କେତେ ମିନିଟ୍ ଦେଇଥିଲେ? 98 ମିନିଟ୍ ସ୍ପିଚ୍ ଦେଇଥିଲେ। ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ସେଲିବ୍ରେଟେଡ୍ ଫ୍ରମ୍ ଅଗଷ୍ଟ 9ରୁ 15 ପର୍ଯ୍ୟନ୍ତ ପାଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ When is Paterson Horrors Remembrance Day observed? Paterson Horror Remembrance Day କେବେ ପାଳନ କରାଯାଏ?
ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 14 ଅଗଷ୍ଟ। ପାର୍ଟିସନ୍ ରିମେମ୍ବରାନ୍ସ ଡେ ଅବଜର୍ଭ ଅନ୍ 14 ଅଗଷ୍ଟ ଡିକ୍ଲାର କିଏ କରିଥିଲେ? PM ନରେନ୍ଦ୍ର ମୋଦି 2021 ମସିହାରେ ଡିକ୍ଲାର କରିଥିଲେ ପାର୍ଟିସନ୍ ହରର୍ସ ରିମେମ୍ବରାନ୍ସ ଡେ। ପରବର୍ତ୍ତୀ ପ୍ରଶ୍ନ, when is the national javelin day is celebrated every year? ପ୍ରତିବର୍ଷ ଜାତୀୟ ଜ୍ୟାଭଲିନ୍ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଅଗଷ୍ଟ 7 ତାରିଖରେ ପ୍ରତିବର୍ଷ ନ୍ୟାସନାଲ ଜ୍ୟାଭଲିନ୍ ଡେ ପାଳନ କରାଯାଏ। ନ୍ୟାସନାଲ ଜ୍ୟାଭଲିନ୍ ଡେ ଅର୍ ଜ୍ୟାଭଲିନ୍ ଥ୍ରୋ ଡେ 7 ଅଗଷ୍ଟରେ ପାଳନ କରାଯାଏ। ସେଲିବ୍ରେଟେଡ୍ ବାଇ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ। ହ୍ୱାଇ ସେଲିବ୍ରେଟେଡ୍, କ'ଣ ପାଇଁ ଆମେ ପାଳନ କରୁ? ନୀରଜ ଚୋପ୍ରା ଗୋଲ୍ଡ ମେଡାଲ 87.58 ମିଟର ଆଥଲେଟିକ୍ ଜାଭଲିନ୍ ଥ୍ରୋ କେଉଁଠି ଅନୁଷ୍ଠିତ ହେଇଥିଲା? ଟୋକିଓ ଅଲିମ୍ପିକ୍ 2020 ମସିହାରେ 87.58 ମିଟର ଥ୍ରୋ କରିଥିଲେ। ନୀରଜ ଚୋପ୍ରା ଫାର୍ଷ୍ଟ ଇଣ୍ଡିଆନ୍ own medal in athletics event in Olympic, second Indian own gold in the individual category after Abhinav Bindra 2008 ବେଜିଂ ଅଲିମ୍ପିକରେ ଗୋଲ୍ଡ ମେଡାଲ ପାଇଥିଲେ।